ଜୟ ଜଗନ୍ନାଥ ପିଲାମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଭଲରେ ଥିବେ। ଆଜି ଆସିଛି ଆପଣମାନଙ୍କ ପାଇଁ ଏକ ବହୁତ ବଡ଼ ଅପଡ଼େଟ୍ ନେବା ପାଇଁ, ଯାହାକି ନୂଆ ସରକାର ଘୋଷଣା କରିଛନ୍ତି 2 ବର୍ଷ ଭିତରେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଜବ୍ 60,000 ଗଭର୍ଣ୍ଣମେଣ୍ଟ ଜବ୍ ଦେବେ। ତାହାର ରିଲେଟିଂରେ ଆଜି ଆସିଛି, ଯାହାକି ପୋଲିସ ଜବ୍, ଯାହାକି ବର୍ଦ୍ଦି ଜବ୍, ଖାଲି ପଡ଼ିଥିବା ପୋଲିସ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟରେ 12,324 ପୋଲିସ ପଦବୀକୁ ପୂରଣ ହେବା ନିମନ୍ତେ ନୂଆ ମୁଖ୍ୟମନ୍ତ୍ରୀ ତାହା ଘୋଷଣା କରିଛନ୍ତି। ନୂଆ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ। ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ ତାରକା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର। ବିଜେଡିର ଏମଏଲଏ ସଞ୍ଜୀବ ମଲ୍ଲିକ ଏକ ପ୍ରଶ୍ନ କରିଥିଲେ ପ୍ରଶ୍ନକାଳରେ, ଯାହାକି 11ଟାରୁ 12ଟା ରୁହେ। ତାହା ସେହି ସମୟରେ ମାନ୍ୟବର ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଆମର ନୂତନ ନିଯୁକ୍ତ ମୁଖ୍ୟମନ୍ତ୍ରୀ, ଯାହାକି ଶ୍ରୀଯୁକ୍ତ ଶ୍ରୀମାନ ମୋହନ ଚରଣ ମାଝୀ। ତାହା ଯେଉଁ ଉତ୍ତରଟି ଦେଇଛନ୍ତି, 12,324 ପୋଷ୍ଟଟି ଭରାଯିବ ଏବଂ 70,000 ଟୋଟାଲ ଗଭର୍ଣ୍ଣମେଣ୍ଟ ଜବ୍, 70,000 ଗଭର୍ଣ୍ଣମେଣ୍ଟ ଜବ୍ ଆଗାମୀ 2 ବର୍ଷ ମଧ୍ୟରେ ତାହା ଆମକୁ ପିଲାମାନଙ୍କୁ ଦେବେ ଏବଂ 2029 ସୁଦ୍ଧା 4 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବେ ଏବଂ ଯାହାକି ମୋଦି ମାନ୍ୟବର ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି, ଗଭର୍ଣ୍ଣମେଣ୍ଟ ଆଗାମୀ 5 ବର୍ଷ ଭିତରେ କୋଟିଏ ପିଲାଙ୍କୁ ଭାରତର 500 ଟପ୍ 100 କମ୍ପାନୀରେ ଏକ ଚୁକ୍ତିଭିତ୍ତିକ ବର୍ଷର ଟ୍ରେନିଂ ଦେବେ ଏବଂ ଆପଣମାନଙ୍କୁ ତାହା ପ୍ରତି ମାସରେ 5,000 ଲେଖାଏଁ ମିଳିବ ଏବଂ କୋର୍ସ ସରିଲା ପରେ ଆପଣଙ୍କୁ 6,000 ମିଳିବ। ଯେଉଁମାନେ ଇଚ୍ଛୁକ ତାହା ବି ଆପଣମାନେ